ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ବାତ୍ୟା ମନ୍ଥା ଗତ 6 ଘଣ୍ଟାରେ 15 କିଲୋମିଟର per hourରେ ଗତି କରିଥିଲା ଉତ୍ତର ପଶ୍ଚିମ ଆଡ଼କୁ। ଗତି କରି ଏହା ଭୟଙ୍କର ବାତ୍ୟା ରୂପରେ ପରିଣତ ହୋଇଥିଲା ଆଜି ସକାଳ 5:30 ଯାହାକି ବର୍ତ୍ତମାନ ଗୋପାଳପୁର ଠାରୁ 50 କିଲୋମିଟର ଦକ୍ଷିଣ ପଶ୍ଚିମ ଦିଗରେ ରହିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି 28 ଅକ୍ଟୋବର ସନ୍ଧ୍ୟା କିମ୍ବା ରାତି ପାଖାପାଖି ମଛଲିପଟ୍ଟନମ ଆଉ କଳିଙ୍ଗପଟ୍ଟନମ ମଧ୍ୟରେ ଆନ୍ଧ୍ରର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି, ଯୋଉଟାକି କାକିନାଡା ପାଖାପାଖି ଆଉ କ୍ରସ୍ କଲା ବେଳେ ତାର ଇଣ୍ଟେନ୍ସିଟି ରହିବ ସିଭିୟର ସାଇକ୍ଲୋନିକ ଷ୍ଟର୍ମ କିମ୍ବା ଭୟଙ୍କର ବାତ୍ୟା। ଆଉ ସେତେବେଳେ କ୍ରସ୍ କଲା ବେଳେ ୱିଣ୍ଡ ସ୍ପିଡ୍ ରହିବ 90 to 100 କିଲୋମିଟର per hour, 15 to 110 କିଲୋମିଟର। ଯେମିତି ଆମେ ଫୋରକାଷ୍ଟ ଦେଇଥିଲୁ, ରେଡ୍ କଲର ୱାର୍ଣ୍ଣିଂ ଜାରି କରିଛୁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ସେ ରେଡ୍ କଲର ୱାର୍ଣ୍ଣିଂ ଜାରି ରହିଛି। କାଲି ଫୋରକାଷ୍ଟ ଯେମିତି ବର୍ଷା ରହିବ, ଲୋକମାନଙ୍କୁ ଖାସ୍ କରିକି ଆଡଭାଇସ୍ କରାଯାଉଛି ବର୍ଷା ପବନ ସମୟରେ ବାହାରେ ନ ରୁହନ୍ତୁ, ଘର ଭିତରେ ରୁହନ୍ତୁ। ଆଉ ବିଜୁଳି ଘଡଘଡି ସମୟରେ ମଧ୍ୟ ବାହାରେ ନ ରୁହନ୍ତୁ, ସୁରକ୍ଷିତ ଜାଗାରେ ରୁହନ୍ତୁ। ମ୍ୟାଡ଼ାମ ଆଜି ମଧ୍ୟ ଭୁବନେଶ୍ୱରକୁ 3 ଘଣ୍ଟା ପାଇଁ ବା ଭୁବନେଶ୍ୱର କଟକକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ। ଭୁବନେଶ୍ୱର କଟକକୁ ୟେଲୋ ୱାର୍ଣ୍ଣିଂ ଅଛି। କିଛି ସ୍ପେଲ୍ ହାଲକାରୁ ମଧ୍ୟମ ବର୍ଷା ରହିବ, ସେଥିପାଇଁ ଡରିବାର କିଛି ନାହିଁ। ଆଉ କାମ ଜାଗାରେ ପ୍ରବଳ ବର୍ଷା ବି ହେଇଥାଏ। ମ୍ୟାଡ଼ାମ ବାତ୍ୟା ବର୍ତ୍ତମାନ ଭୀଷଣ ବାତ୍ୟା ରୂପ ନେଇଛି। ଭୀଷଣ ବାତ୍ୟାର ରୂପ ନେଇଛି। ବର୍ତ୍ତମାନ ଆମର କେନ୍ଦ୍ରୀୟ ବଙ୍ଗୋପସାଗର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି, ଯୋଉଟାକି 550 କିଲୋମିଟର ଦକ୍ଷିଣ ପଶ୍ଚିମରେ ଅଛି ଗୋପାଳପୁର। ମ୍ୟାଡ଼ାମ କୁହାଯାଉଛି ବାତ୍ୟା ଯେତେବେଳେ ଛତିଶଗଡ଼ ମୁହାଁ ହେବ ସେତେବେଳେ ମାଲକାନଗିରି ଅତିକ୍ରମ କରିବ, ତା ପାଇଁ କ'ଣ କେମିତି ରହିଛି ଆଉ ବ୍ୟବସ୍ଥା? ପୁରା ଫୋରକାଷ୍ଟ ଦିଆଯାଇଛି, ପବନର ବି ବର୍ଷାର ବି ଫୋରକାଷ୍ଟ ଦିଆଯାଇଛି, ୱାର୍ଣ୍ଣିଂ ବି ଜାରି କରାଯାଇଛି ଆଉ ଗଭର୍ଣ୍ଣମେଣ୍ଟ ବି ଆକ୍ସନ ନେବ। ଭୂସ୍ଖଳନ ପାଇଁ କିଛି ରହିଛି କି ମ୍ୟାଡ଼ାମ? କିଛି ଜାଗା ହେଇପାରେ, ସେଥିପାଇଁ କି ପୁରା ବ୍ରିଫିଂ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟକୁ ଦିଆଯାଇଛି ଆଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ବି ଆକ୍ସନ ନେଉଛନ୍ତି। ଓକେ ମ୍ୟାଡ଼ାମ, ୱାଇଣ୍ଡ ସ୍ପିଡ୍ ଆଉ କିଛି ବର୍ତ୍ତମାନ ବଢିବାର ଅଛି ଉପକୂଳ ବା ଆମର ଏଠି ଉପକୂଳ ଅଞ୍ଚଳ ରାଜ୍ୟରେ ଯୋଉ ଦେଇଛୁ ୱିଣ୍ଡ ସ୍ପିଡ୍ ଆମର 60 ରୁ 70 କିଲୋମିଟର per hour, 50 to 80 କିଲୋମିଟର per hour ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ, ଯେମିତି ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡିରେ ରହିବାର ଅଛି। ବନ୍ଦର ଗୁଡ଼ିକ ପାଇଁ ଏବେ କ'ଣ ରହିଛି? ବନ୍ଦର ଗୁଡ଼ିକ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି। ଆଉ ଆମର ଗୋପାଳପୁର ବନ୍ଦର ପାଇଁକା ଲୋକାଲ କସ୍ବାରୀ ସିଗ୍ନାଲ ନମ୍ବର 3 କାଲିଠାରୁ ଆମେ ଇସ୍ୟୁ କରିଛୁ। ଅଲଗା ବନ୍ଦର ପାଇଁକା ଡିଷ୍ଟାନ୍ସ ୱାର୍ଣ୍ଣିଂ ନମ୍ବର 2 ଇସ୍ୟୁ କରାଯାଇଛି।